ସକାଳୁ ଫୋନ୍ କରିବେ ବୋଲି କହିଥିଲେ, କାହିଁ ଏପର୍ଯ୍ୟନ୍ତ କଲେନି। ଜେଜ ଜେଜି ଯଦି ଉଠି ପଡ଼ିବେ ନା କିଛି ବି କରିହେବନି। ହେଇଠି ଲୋ ଫୋନ୍ ଆସିଲାଣି। ହ୍ୟାଲୋ, ଏତେ ଲେଟ୍ କ'ଣ କଲ ଯେ? ଅଟୋ ପଠାଇଲଣି? ହଉ ହଉ ଠିକ୍ ଅଛି, ମୁଁ ତ ରେଡ଼ି ହେଇକି ଅଛି ଆଉ ସାଙ୍ଗେ ସାଙ୍ଗେ ବାହାରି ପଡ଼ୁଛି। ଦାଦା, ତମେ ଏଠି ବସି କାନ୍ଦୁଛ କାହିଁକି? କ'ଣ କରିବି ଲୋ ଝିଅ, ଆମ ସିନିହଟା ସକାଳୁ ସକାଳୁ କୁଆଡ଼େ ପଳେଇଛି। ପଳେଇଛି ମାନେ? ପଳେଇଛି ଆଉ। ନାଇଁ ମ, ସାଇ ପଡ଼ିଶା କାହା ଘରକୁ ଯାଇଥିବ ଦେଖୁନ। ସବୁଆଡ଼େ ଖୋଜି ସାରିଲିଣି, ସବୁ ଏ ବୁଢ଼ୀର ନାଟ। ମନା କରୁଛି ତାକୁ ଏତେ ଗେଲବସର କରନା, ତାକୁ ମୋବାଇଲ ଫୋନ୍ ଦେଇନା। ଇଏ କ'ଣ ମୋ କଥା ଶୁଣିଲା? ଆଲୋ ଆଲୋ, ମୋର ନାଟ କ'ଣ? ପୁଅ ବୋହୂ ମରିବା ପରେ ନାତୁଣିଟା ଆମର ଗୋଟିଏ ବୋଲି ସାହା ଭରସା ଥିଲା, ତାକୁ ସ୍ନେହ କରିବା କ'ଣ ମୋର ଭୁଲ? ଭୁଲ ତୋର ନାଇଁ ଲୋ, ସବୁ ଭୁଲ ତ ମୋର। ମୁଁ ଯଦି ତମ ଦି ଜଣଙ୍କୁ ପ୍ରଥମରୁ ଶାସନ କରିଥାନ୍ତି, ଆଜି ଏ ଦିନ ଦେଖିବା ପାଇଁ ପଡ଼ିନଥାନ୍ତା। କଲନି? କିଏ ତମକୁ ମନା କରୁଥିଲା କି? ଖୁଡ଼ି, ତମେ ଦି ଜଣ ଆଉ ଏମିତି ଗଣ୍ଡଗୋଳ କରନି। ଯାଅ ସ୍ନେହକୁ ଖୋଜାଖୋଜି କର, ନହେଲେ ପୋଲିସରେ କମ୍ପ୍ଲେନ୍ କର। ଭୁଲ କଲେ ବି ସିଏ ଆମ ଛୁଆ, ତାକୁ ସୁରକ୍ଷା ପ୍ରଦାନ କରିବା ଆମର କର୍ତ୍ତବ୍ୟ। ହଁ ହଁ, ସେଇ କଥା ଏ ବୁଢ଼ାକୁ ଟିକେ ବୁଝାଲ ଝିଅ। ଆମେ ତ ତାକୁ ଚାରିଆଡ଼େ ଖୋଜିକି ପାଉନୁ, ଆଉ କୁଆଡ଼େ ଖୋଜିବୁ? ଥାନାକୁ ଯିବାକୁ ପଡ଼ିବ ଆଉ। ସୁର ଭାଇ, ତମେ ଆଜି କ'ଣ ଦୁଃଖ ମନରେ ଏମିତି ଏଇଠି ବସିଛ? ଘରେ ସବୁ ଭଲ ତ? ଭାଉଜ ପୁଅ ସମସ୍ତେ ଭଲ ଅଛନ୍ତି ତ? ଆଉ ଅଣ୍ଡା ବେପାର କେମିତି ଚାଲିଛି? ଅଣ୍ଡା ବେପାର ଭଲ ଚାଲିଛି, ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି। ପୁଅ ତ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ହଷ୍ଟେଲରେ ରହୁଛି ନା, ଆଉ ମୁଁ ଦୁଃଖୀ ହେବି କାହିଁକି? ନାଇଁ, ମୁହଁଟା ଶୁଖି ଯାଇଛି ଯେ ସେଥିପାଇଁ ପଚାରିଦେଲି। ଖରାପ ଭାବିଲ କି ଭାଇ? ଆରେ ନାଇଁ, ତୋ ଉପରେ ଖରାପ ଭାବିବି କାହିଁକି? ତୁ ତ ଗୋଟେ ଭଲ ପିଲା, ବୟସ ଆସି 30 ହେଲାଣି, ବାହାସାହା ହେଇନୁ, ହେଲେ ତୋ ଚରିତ୍ର ଭାରି ନିର୍ମଳ। ଆଜିକାଲି ପିଲାଙ୍କ କଥା ଦେଖୁନୁ, କିଏ କାହା ଝିଅକୁ ନେଇଯାଇଛି ତ ପୁଣି କିଏ ଛି 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 ଛି, ସେ କଥା ନ କହିଲେ ଭଲ। କୋଉ କଥା କି ଭାଇ? ଆରେ ତୁ ଶୁଣିଲୁ ନା ନାଇଁ ଯେ? କୋଉ କଥା ଖୋଲିକି କହୁନ? ଆମ ଗାଁ ସ୍ନେହ କଥା ବା। କାହିଁ, ସ୍ନେହର କ'ଣ ହେଇଛି କି? ଆରେ ହବ ଆଉ କ'ଣ, ବାପା ମା ଛେଉଣ୍ଡ ଝିଅଟା। ଜେଜେବାପା ଆଉ ଜେଜେମା ବୁଢ଼ାବୁଢ଼ୀ ଦିଟା ତାକୁ ପାଳି ପୋଷି ଛୋଟରୁ ବଡ଼ କଲେ। ଶେଷରେ ସିଏ ତାଙ୍କ ମୁହଁରେ ଚୂନ କାଳି ବୋଳି ଆଜି ସକାଳୁ କାହା ସାଙ୍ଗରେ ପଳେଇଛି। ଗାଁରେ ସେଇ କଥା ହାଲୋ ହୋଳି ପଡ଼ିଯାଇଛି ବା। ବୁଢ଼ାବୁଢ଼ୀ ଦିଟା ଦୁଃଖରେ ଭାଙ୍ଗି ପଡ଼ିଲେଣି। ସତେ ନା କ'ଣ? ଆଉ ମୁଁ କ'ଣ ମିଛ କହୁଛି? ମୁଁ ବା ଏବେ ଶୁଣିକି ଆସିଲି, ତାଙ୍କ ଦୁଆରେ ଲୋକ ଗଦା ହେଇଛନ୍ତି। ତୁ ଯାଉନୁ, ଦେଖିକି ଆସିବୁ। ନାଇଁ ଭାଇ, ଆମେ ଯଦି କାହାକୁ ସାହାଯ୍ୟ କରିପାରିବାନି, ତାହେଲେ ତା ଅସମୟରେ ଖାଲିଟାରେ ଯାଇକି ଠିଆ ହେଇକି ଚୁଗୁଲି କଲେ ଲାଭ କ'ଣ? ଆରେ ଯାଉନୁ, ସାହାଯ୍ୟ କରିବୁ, ସେ କ'ଣ ତତେ ମନା କରିବେ? ଭାଇ, ସ୍ନେହକୁ କିଏ ନେଇଛି ଜାଣିଲେ ତ କ'ଣ ଗୋଟେ କରିବା। ଛି, ଆଉ ସେ କଥା କହନା। ଏଇ ଭୟରେ ପରା ମୁଁ ମୋ ପୁଅକୁ ପାଠ ପଢ଼ିବା ପାଇଁ ଭୁବନେଶ୍ୱରକୁ ଛାଡ଼ି ଦେଇଛି। ସହରକୁ ଛାଡ଼ି ଦେଇଛ ସତ, ହେଲେ ପୁଅକୁ ଜଗିଛ ନା ଉଦା ଛାଡ଼ି ଦେଇଛ ଯେ? ମୁଁ ଏବେ ଆସୁଛି ରେ ଜୋଟ। ହଁ, ଯ ପଳ, ସତ କଥା କହିଲେ ତ ଗେନ୍ଧେଇବ ଆଉ। ଭାଇ, ତୁ ସୁର ଭାଇକୁ ଏମିତି କ'ଣ କହିଲୁ ଯେ ତା ମନ କଷ୍ଟ ହେଲା ବୋଧେ? ଦେଖୁନୁ, କିଛି ନ କହିକି କେମିତି ଚାଲିଗଲା। ଆରେ ଝୋଟ, ତୁ ପାଗଳାଟା କିରେ? ସୁର ନାଁକୁ ତୁ ଜାଣିନୁ କି? ଶଳା ଭାଗବଣ୍ଟା ବେଳେ ଦେଖିଲୁ ନା, ନୀର ଭାଇକୁ କିଛି ଦେଲାନି, ପୁଅକୁ ସେଇ ପାପ ଧନରେ ବଡ଼ କରିଛି ତ ସିଏ ବଡ଼ ମଣିଷ ହବ କେମିତି? କ'ଣ ଏମିତି କହୁଛୁ, ମୁଁ କିଛି ବୁଝିପାରୁନି ବା। ଆରେ ସୁର ନନା ତତେ କ'ଣ କହିଲା ଶୁଣିପାରିଲୁନି କି? ସ୍ନେହକୁ କୋଉ ଟୋକା ନେଇଯିବା କଥା କହୁଥିଲା ପରା। ହଁ, କହୁଥିଲା ତ। ଆରେ ସେ ଟୋକାଟା କିଏ ଜାଣିଛୁଟି? କିଏ ବା? ସେ ଟୋକା ହେଉଛି ସୁର ନା ପୁଅ ରଞ୍ଜନ। ନାଇଁ ବା, ସୁରନା ତ ତା ପୁଅକୁ ପାଠ ପଢ଼ାଇବା ପାଇଁ ଭୁବନେଶ୍ୱର ଛାଡ଼ି ଦେଇଛି, ଆଉ କିଛି ନ ଜାଣିକି ତା ନାଁରେ ମିଛ କଥା କାହିଁ କହୁଛୁ? ଆରେ ତୋର ଏଇ ଭାଇ କେବେ ମିଛ କହିନା ରେ, ମୁଁ ନିଜେ ଆଖିରେ ଦେଖିଯିବା। ଶୁଣେ, କାଲି ମୁଁ କ୍ଷେତରୁ ଫେରୁଥିଲି, ରାସ୍ତା ଉପରେ ସୁରନା ପୁଅ ସ୍କୁଟି ଧରିକି ବସିଥିଲା। ହଠାତ୍ ଗୋଟେ ଅଟୋ ଆସି ରହିଲା, ଆଉ ସେ ଅଟୋରୁ ସ୍ନେହ ଓହ୍ଲେଇଲା।
ସରି ଟିକେ ଲେଟ୍ ହେଇଗଲା। ତମର କିଛି ଅସୁବିଧା ହେଇନି ଟି? ବେଗି ବସ, ଆମେ ପଳେଇବା। ନାଇଁ ନାଇଁ କିଛି ହେଇନି ଯେ କାଳେ ଜେଜ ଜେଜି ଉଠି ପଡ଼ିବେ ସେଥିପାଇଁ ମୁଁ ବ୍ୟସ୍ତ ହେଉଥିଲି। ଏବେ ଚାଲ। କୁଆଡ଼େ ଯିବା ଯେ କହିଲନି ତ? ଆରେ ହେ ଏ ସ୍ନେହ ରଞ୍ଜନ ସାଙ୍ଗରେ କୁଆଡ଼େ ଯାଉଛି? ହେ ଭଗବାନ, ଏମାନଙ୍କୁ ସଦ୍ବୁଦ୍ଧି ଦିଅ। ଆରେ ଆରେ ଏମିତି କଥା। ଆଉ କ'ଣ, ନିଜ ଦୋଷ ନ ଦେଖି ପର ନାଁରେ ଚୁଗୁଲି କରିବା କଥା ନୁହଁ। ଆରେ ଆମେ ଏବେ ଯିବା, ଦରକାର ପଡ଼ିଲେ ଆମକୁ ଥାନାକୁ ଯିବାକୁ ପଡ଼ିବ। ହଁ ଭାଇ ଚାଲ ଚାଲ।